ୱେଲକମ୍ ଟୁ ଜୟଦୀପ ଏକାଡେମୀ। ହାଏ ଦର୍ଶକ ବନ୍ଧୁ, ମୁଁ ଜୟଦୀପ। ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଓ ଘରେ ରହି ଗୃହ କାର୍ଯ୍ୟ ମଧ୍ୟ କରୁଥିବେ। ଚାଲନ୍ତୁ ଆଜି ପଢ଼ିବା ଦଶମ ଶ୍ରେଣୀର ଓଡ଼ିଆ ସାହିତ୍ୟର ପଦ୍ୟର ଭୀମଙ୍କ ସିଂହନାଦ ରଡ଼ି ପାର୍ଟ 2। ଚାଲନ୍ତୁ ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କରିବା। ଆମେ ପଢ଼ିଥିଲେ ନା ଈଶ୍ୱର ଭଗବାନ ତାଙ୍କ ଚିରିକୁଟିରୁ କାଢ଼ି ସିଂହନାଦ ପ୍ରଦାନ କରିଛନ୍ତି। ଆଗକୁ ଆଗକୁ କ'ଣ ହେଇଛି, ସିଂହନାଦ ପ୍ରଦାନ କରିଲା ପରେ ଆଗକୁ କ'ଣ ସବୁ ଘଟିଛି ଚାଲନ୍ତୁ ଜାଣିବା। ଈଶ୍ୱର ବୋଇଲେ ତୁ ବହନ ହୋଇଯିବୁ, ତିନି ଘାଣ୍ଟି ମାତ୍ରକ ଶବଦ ଭୀମସେନକୁ ସହିବୁ। ସିଂହନାଦ ଆସନ୍ତେ ପ୍ରସର ପବନ, ଶବଦେ କମ୍ପୁଅଛି ମୃତ୍ୟୁ ଯେ ଭୁବନ। କାଲାନଲ ଜାଣି ବିକାଶୀ ସିଂହନାଦ ଜ୍ୟୋତି, ଆଦିତ୍ୟ ହିଁ ସତେ ଗୁଣ ତେଜ ବିକାଶନ୍ତି। ଅନ୍ତରିକ୍ଷେ ଆସି ପ୍ରବେଶ ହୋଇଲା, ବ୍ୟାସ ସରୋବର ତୀରେ। ପାଣ୍ଡବ ସୁନ୍ଦର ଭୀମ ଧଇଲା ତାହା କରେ। ଆରେ ଆରେ ନିଶତ କିମ୍ବା ହୋଇ ମାନ ଗୋବିନ୍ଦ, ପରେ ଧରି ପାଣ୍ଡବ ତାହା ଚୁମ୍ବିଲା ସିଂହନାଦ। ଚାଲନ୍ତୁ ଏହାକୁ ଭଲ ଭାବରେ ବୁଝିବା। ଏହାକୁ ପାର୍ଟ ପାର୍ଟ ଭାଗ କରାଯାଇଛି କାରଣ ବୁଝିବା ପାଇଁ ସହଜ ହେବ, ସେଥିପାଇଁ ଚାଲନ୍ତୁ ତାର ଭାବ ଜାଣିଦେବା। ଈଶ୍ୱର କହୁଛନ୍ତି, ତୁ ବହିଯିବୁ ମର୍ତ୍ତ୍ୟପୁରକୁ। ହେ ସିଂହନାଦ, ତୁ ମର୍ତ୍ତ୍ୟପୁରକୁ ବହିଯିବୁ, ପୃଥିବୀ ପୃଷ୍ଠକୁ ବହିଯିବୁ। 3 ଥର ଶବ୍ଦ ମାତ୍ର ଭୀମସେନଙ୍କ ସହନ କରିବୁ। ହେ ସିଂହନାଦ, 3 ଥର ଶବ୍ଦ ନା ଭୀମସେନଙ୍କର ସହିବୁ। ଯେତେବେଳେ ପବନରେ ସିଂହନାଦ ବହି ଆସିଲା, ଯେତେବେଳେ ଈଶ୍ୱର ଭଗବାନ ଚିରିକୁଟିରୁ ସିଂହନାଦ ବାହାର କରି ପ୍ରଦାନ କଲେ, ସେ ସିଂହନାଦ ପବନରେ ବହି ଆସିଲା। ସେ ଶବ୍ଦରେ କମ୍ପି ଉଠିଲା ମର୍ତ୍ତ୍ୟ ଭୁବନ। ଯେତେବେଳେ ସେ ସିଂହନାଦ ପବନରେ ବହି ଆସିଲା, ସେ ପବନର ଶବ୍ଦରେ କମ୍ପି ଉଠିଲା ମର୍ତ୍ତ୍ୟ ଭୁବନ ବା ଭୂମଣ୍ଡଳ ବା ପୃଥିବୀ ପୃଷ୍ଠ। ପ୍ରଚଣ୍ଡ ଅଗ୍ନିକୁ ଧାରଣ କରି ସିଂହନାଦର ଆଲୋକ ସୂର୍ଯ୍ୟଙ୍କ ଠାରୁ 100 ଗୁଣ ତେଜ ବିକାଶ କରି ପ୍ରବେଶ କଲା। ସେଇ ସିଂହନାଦ ପ୍ରଚଣ୍ଡ ଅଗ୍ନିକୁ ଧାରଣ କରି ସୂର୍ଯ୍ୟଙ୍କ ଠାରୁ ଅଧିକ ତେଜ ବିକାଶ କରି ପୃଥିବୀ ପୃଷ୍ଠକୁ ପ୍ରବେଶ କଲା। ଆକାଶରେ ବହି ଆସି ପ୍ରବେଶ ହୋଇଲା ସିଂହନାଦ ବାଦ୍ୟ ବ୍ୟାସ ସରୋବର ତୀରେ। ଆକାଶରୁ ବହି ଆସି ପ୍ରବେଶ ହେଲା ବ୍ୟାସ ସରୋବରରେ। ସିଂହନାଦର ଶବ୍ଦ ବ୍ୟାସ ସରୋବରରେ ପ୍ରବେଶ କଲା। ପାଣ୍ଡବ ସୁନ୍ଦର ତାହାକୁ ହାତରେ ଧାରଣ କଲେ। ଯେତେବେଳେ ସିଂହନାଦ ଭୀମଙ୍କ ପାଖକୁ ଆସିଲା, ପାଣ୍ଡବ ସୁନ୍ଦର ଭୀମସେନ ତାହାକୁ ହାତରେ ଧାରଣ କଲେ। ତାପରେ କହୁଛନ୍ତି, ଆରେ ଆରେ ଦୁର୍ଯ୍ୟୋଧନ, କାହିଁକି ପଳାୟନ ହେଉଛୁ? ତୁ ପଛ ଘୁଞ୍ଚା ଦେଉଛୁ କାହିଁକି? ଯେତେବେଳେ ଭୀମଙ୍କ ପାଖକୁ ସିଂହନାଦ ଆସିଛି, ସେ ଦୁର୍ଯ୍ୟୋଧନଙ୍କୁ କହୁଛନ୍ତି, ଆରେ ଆରେ ଦୁର୍ଯ୍ୟୋଧନ, ତୁ କାହିଁକି ପଳାୟନ ହେଉଛୁ? କାହିଁକି ତୁ ପଛ ଘୁଞ୍ଚା ଦେଉଛୁ? ହାତେ ଧରି ସିଂହନାଦକୁ ଭୀମସେନ ଚୁମ୍ବନ ଦେଲେ ବା ସିଂହନାଦ ବଜେଇଲେ। ଚାଲନ୍ତୁ ଜାଣିବା ଅନ୍ୟ ପଂକ୍ତିକୁ। ତା ପୂର୍ବରୁ କଠିନ ଶବ୍ଦର ଅର୍ଥ ଗୁଡ଼ାକ ଜାଣି ନିଅନ୍ତୁ। ଭିଡ଼ିଓକୁ
ପାଉଚ୍ କରିକି ଦେଖିପାରିବେ। ଏହି କଠିନ ଶବ୍ଦ ଗୁଡ଼ିକର ଅର୍ଥ ଗୁଡ଼ାକ ଖାତାରେ ନୋଟ୍ କରିଦେବେ। ଚାଲନ୍ତୁ ଜାଣିବା। ଆକ୍ରେଷୀଣ ସିଂହନାଦ ଭୀମସେନ ଗାଢ଼େ କଲେ ବାଦ୍ୟ। ମହିମଣ୍ଡଳ କମ୍ପିଲା ପ୍ରଥମ ଶବଦ। ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତେ ନ ପାଣି। ପୃଥିବୀ ଦଳ ଦଳିତ କମ୍ପଇ ମେଦିନୀ। ସଞ୍ଛା ଛାଡ଼ି କରି ଯେ ବୋଲଇ ମନ୍ଦର। ମାନ ଗୋବିନ୍ଦ ନିଦ୍ରା ଭାଙ୍ଗି ଉଠି ବସିଲା ଧାତିକାର। ପଣିଆର କରଡ଼ିଏ ଦେଲା ବୀର ଭୀମ। ଥଡ଼ ଲକ୍ଷ ଯୋଜନେ ଆକାଶେ କମ୍ପିଲା ବିରଜମ। ପାତାଳେ ଅନନ୍ତ ନାଗର କମ୍ପିଲା କଫେରୁ। ନବଦ୍ୱୀପ ଶପଥ ସାଗର କମ୍ପିଲା। ଟଲମଲ ହୋଇଲା କମେରୁ। ଚାଲନ୍ତୁ ଏହାର ବାବଦ ବୁଝିବା। ଯେତେବେଳେ ଭୀମଙ୍କ ପାଖକୁ ସିଂହନାଦ ଆସିଛି, ସେ ସିଂହନାଦକୁ ଚୁମ୍ବନ କରିଛନ୍ତି। ଆକର୍ଷଣ କରି ସିଂହନାଦକୁ ଭୀମସେନ ବାଦ୍ୟ କଲେ। ଜାବୁଡ଼ି ଧରି ସିଂହନାଦକୁ ଭୀମସେନ ବଜାଇଛନ୍ତି। ପ୍ରଥମ ଶବ୍ଦରେ ଭୂମଣ୍ଡଳ କମ୍ପି ଉଠିଲା। ସିଂହନାଦର ପ୍ରଥମ ଶବ୍ଦରେ ଭୂମଣ୍ଡଳରେ ବା ପୃଥିବୀ ପୃଷ୍ଠରେ ଚହଲ ପଡ଼ିଗଲା। ଭୂମଣ୍ଡଳ କମ୍ପି ଉଠିଲା। ପଦ୍ମପତ୍ର ଯେମିତି ପାଣି ପଡ଼ି ବହି ଯାଇଥାଏ, ଠିକ୍ ସେହିପରି ଆଜି ପୃଥିବୀ ସିଂହନାଦ ଶବ୍ଦର ବାଦ୍ୟରେ ହରହର ହେଇ ଯାଉଛି। ଯେମିତି ପଦ୍ମପତ୍ରରେ ପାଣି ପଡ଼ିଲେ ବହିଯାଏ, ପାଣି ରହିନଥାଏ, ଠିକ୍ ସେହିପରିକା ଆଜି ପୃଥିବୀ ପୃଷ୍ଠରେ ସିଂହନାଦ ଶବ୍ଦରେ ପୃଥିବୀ ହରହର ହେଇଯାଉଛି। ସିଂହନାଦ ଶବ୍ଦ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ ପାହାଡ଼କୁ ଘୂରି ବୁଲୁଛି। ସେ ସିଂହନାଦ ଶବ୍ଦ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇକି ଅନେକ ସ୍ଥାନକୁ ଘୂରି ବୁଲୁଛି। ପାହାଡ଼ ପର୍ବତକୁ ଘୂରି ବୁଲୁଛି। ଦୁର୍ଯ୍ୟୋଧନ ନିଦ୍ରା ଭାଙ୍ଗି ଅତି ଶୀଘ୍ର ଉଠି ବସି ପଡ଼ିଲେ ସିଂହନାଦ ଶବ୍ଦର କମ୍ପନରେ। ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଧ୍ୟାନରେ ମଗ୍ନ ଥିଲେ, କିନ୍ତୁ ସିଂହନାଦ ଶବ୍ଦର ରଡ଼ିରେ ତାଙ୍କର ନିଦ୍ରା ଭଙ୍ଗ ହେଲା ଓ ଅତି ଶୀଘ୍ର ଉଠି ପଡ଼ି ବସି ପଡ଼ିଲେ। ପୁଣି ଅନ୍ୟ ଏକ ରଡ଼ି ଦେଲେ ବୀର ଭୀମ। ପୁଣି ଅନ୍ୟ ଏକ ରଡ଼ି ଦେଲେ ବୀର ଭୀମ। 6,00,000 ଚାରିକୋଶକୁ ରଡ଼ି କମ୍ପି ଉଠିଲା। 6,00,000 ଚାରିକୋଶକୁ ସେ ସିଂହନାଦ ଶବ୍ଦ କମ୍ପି ହେଇ ଉଠିଲା। ଆକାଶ କମ୍ପିଲା, ମୃତ୍ୟୁମଣ୍ଡଳ ମଧ୍ୟ କମ୍ପି ଉଠିଲା। ଆକାଶ ମଣ୍ଡଳ କମ୍ପି ଉଠିଲା, ମୃତ୍ୟୁମଣ୍ଡଳ ମଧ୍ୟ କମ୍ପି ଉଠିଲା ଓ ଅମରମଣ୍ଡଳ ମଧ୍ୟ କମ୍ପି ଉଠିଲା। ଦେବଲୋକ ମଧ୍ୟ କମ୍ପି ଉଠିଲା। ପୃଥିବୀ ଆଜି ବିପଦର ସମ୍ମୁଖୀନ ହେଲା। ପାତାଳରେ ଯେଉଁ ଅନନ୍ତ ନାଗ ଅଛନ୍ତି, ଯେଉଁ ବାସୁକୀ ନାଗ ଅଛନ୍ତି, ତାଙ୍କର ଫଣା ମଧ୍ୟ କମ୍ପି ଉଠିଲା। ପାତାଳ ତଳେ ଯେଉଁ ଅନନ୍ତ ନାଗ ଅଛନ୍ତି, ଯେଉଁ ବାସୁକୀ ନାଗ ଅଛନ୍ତି, ତାଙ୍କର ଫେଣ ମଧ୍ୟ ସେ ସିଂହନାଦ ଶବ୍ଦରେ କମ୍ପି ଉଠିଲା। ନବଦ୍ୱୀପ ଅନନ୍ତ ସାଗରରେ ଯେଉଁ ନାଗ ଥିଲେ, ସେଠାରେ ମଧ୍ୟ କମ୍ପି ଉଠିଲା ରଡ଼ି ଶବ୍ଦ। ନବଦ୍ୱୀପ ସପ୍ତ ସାଗରରେ ଯେଉଁ ଅନନ୍ତ ନାଗ ଅଛନ୍ତି, ସେଠାରେ ମଧ୍ୟ ସିଂହନାଦ ଶବ୍ଦର ରଡ଼ି କମ୍ପି ଉଠିଲା। ଟଲମଲ ହୋଇଗଲା ମେରୁ ଅଞ୍ଚଳ। କଠିନ ଶବ୍ଦର ଅର୍ଥ ଗୁଡ଼ାକ ଖାତାରେ ନୋଟ୍ କରିଦେବେ। ଏହାର ଆଉ ଗୋଟେ ପାର୍ଟ ଅଛି, ତାହା ମଧ୍ୟ ଅତି ଶୀଘ୍ର ଅପଲୋଡ଼ କରାଯିବ। ଯଦି ଭିଡ଼ିଓଟି ଭଲ ଲାଗୁଛି, ଲାଇକ୍, ସେୟାର ଓ କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।